ସମସ୍ତଙ୍କୁ ନମସ୍କାର। ଆମର ପରିବେଶ ପାଠ ଆମ ବିଚିତ୍ର ବିଶ୍ୱ ବହିର ଦ୍ୱିତୀୟ ପାଠ ପଡ଼ୋଶୀ ମାନଙ୍କୁ ଜାଣିବା ତାର ବୟସ୍କ ମାନଙ୍କ ସହିତ ସାକ୍ଷାତକାର ଭାଗ 1 କୁ ସମସ୍ତଙ୍କୁ ସ୍ୱାଗତ। ପ୍ରଥମେ ଆସିଲା ଯୋଗାଯୋଗ ପ୍ରକ୍ରିୟା ପୂର୍ବରୁ କିପରି ଥିଲା ତାହା ତୁମେମାନେ କହିବ। ଆଗ କାଳରେ କିପରି ଆମର ଥିଲା ତାହା ଆମେ ବଡ଼ ଲୋକମାନଙ୍କ ସହିତ କଥା ହେଇ ଆମେ ଜାଣିକି କହିବା। ତା ସହିତ ବର୍ତ୍ତମାନ ଯୋଉ ଯୋଗାଯୋଗ ବ୍ୟବସ୍ଥା ଆମର ଚାଲିଛି ସେଥିରେ କଣ କଣ ସବୁ ପରିବର୍ତ୍ତନ ହୋଇଛି, କିପରି ତାହା ପରିବର୍ତ୍ତନ ଧାରା ସହିତ ଆଗକୁ ଆଗକୁ ଚାଲିଛି ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିବା ଓ ତୁମେମାନେ କହିବ। ଠିକ ଅଛି, ତେବେ ଆସ ଆମେ ଦେଖିବା 3 ଜଣ କଥା ହଉଛନ୍ତି, ଜେଜେବାପା, ବାପା ଆଉ ଗୋଟେ କୁନି ଝିଅ। ସେ କଣ ସବୁ ଆମର ଯୋଗାଯୋଗ ବିଷୟରେ କଥା ହଉଛନ୍ତି ଆସ ଏବେ ଆମେ ଦେଖିବା। ତ କୁନି ଝିଅ ରୀତି ପଚାରୁଛି, କଣ ପଚାରୁଛି ଦେଖ। ଜେଜେବାପା, ଆଜି ମୋ ସ୍କୁଲରେ ଏହି ସାରଣୀଟି ପୂରଣ କରିବାକୁ ଦେଇଛନ୍ତି। ଆଗ କାଳର ଓ ବର୍ତ୍ତମାନର ଯୋଗାଯୋଗ। ଆଗ କାଳରେ ଲୋକମାନେ କେମିତି କଥାବାର୍ତ୍ତା ହେଉଥିଲେ, ତାହେଲେ ତାକୁ ଗୋଟେ ସ୍କୁଲରେ ଗୋଟେ କାମ ଦେଇଛନ୍ତି ସାରଣୀ ପୂରଣ କରିବାକୁ। ଆଗ କାଳରେ କେମିତି କଥା ହଉଥିଲେ ଆଉ ବର୍ତ୍ତମାନରେ କେମିତି କଥା ହଉଥିଲେ। ତେଣୁ ସିଏ କଣ କରୁଛି ନା ତା ବାପା ଆଉ ଜେଜେବାପା 2 ଜଣଙ୍କୁ ପାଖରେ ବସେଇକି ପଚାରୁଛି ଯେ ଆଗ କାଳରେ କେମିତି କଥା ହଉଥିଲ ଆଉ ଏବେ କେମିତି କଥା ହଉଛ ସେ ବିଷୟରେ ପଚାରୁଛି। ଦେଖିବା ଜେଜେ ତାଙ୍କୁ କଣ କହୁଛନ୍ତି। ଆରେ ରୀତି, ଆମ ସମୟରେ ତ ଚିଠି ଏବଂ ଟେଲିଗ୍ରାମ ହିଁ ମୁଖ୍ୟ ଥିଲା। କିଛି ଜରୁରୀ ଖବର ଦେବାକୁ ହେଲେ ଆମେ ଟେଲିଗ୍ରାମ କରୁଥିଲୁ, ତାହା ବହୁତ ଶୀଘ୍ର ପହଞ୍ଚୁଥିଲା। ତାହେଲେ ଜେଜେଙ୍କ ସମୟରେ କଣ କଣ ବ୍ୟବସ୍ଥା ଥିଲା? ଚିଠି ଆଉ ଟେଲିଗ୍ରାମ। ଯଦି ଚିଠି ପଠାଉଥିଲେ ତାହେଲେ ସେଟା ପହଞ୍ଚିବାକୁ ବହୁତ ସମୟ ଲାଗୁଥିଲା। କିନ୍ତୁ ଯଦି କିଛି ଜରୁରୀ ଖବର ଦବାର ଥିବ, ଯଦି ଶୀଘ୍ର ଖବର ନେଇ ପହଞ୍ଚେଇବାର ଅଛି, ତାହେଲେ ସେ କ୍ଷେତ୍ରରେ ସେମାନେ କଣ କରୁଥିଲେ ନା ଟେଲିଗ୍ରାମ ର ବ୍ୟବହାର କରୁଥିଲେ। ଟେଲିଗ୍ରାମ ବ୍ୟବହାର କଲେ କଣ ହଉଥିଲା ନା ଖବର ଯାଇ ଜଲଦି ପହଞ୍ଚି ଯାଉଥିଲା ଟେଲିଗ୍ରାମ ମାଧ୍ୟମରେ। ତ ଜେଜେଙ୍କ କଥା ପରେ ବାପା କଣ କହିଲେ? ହଁ ମା, କିନ୍ତୁ ଏବେ ଦେଖ ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ ଏବଂ ଅନଲାଇନ ମେସେଜ ଯୋଗୁ ସବୁକିଛି ପଲକରେ ହେଇଯାଉଛି। ଏହା ହେଉଛି ଆଜିର ଯୋଗାଯୋଗର ପ୍ରକାର। ତେଣୁ ବର୍ତ୍ତମାନ ସବୁ କଣ ହେଇଛି, ଆମର ଆମ ପାଖରେ ମୋବାଇଲ ଫୋନ ଅଛି, ଇଣ୍ଟରନେଟ ଅଛି, ସାମାଜିକ ଗଣମାଧ୍ୟମ ସୋସିଆଲ ମିଡିଆ ଯୋଉ ଆମେ କହୁଛେ ସେସବୁ ଅଛି। ତା ସହିତ ଅନଲାଇନରେ ଆମେ ମେସେଜ ମଧ୍ୟ ପଠେଇ ପାରୁଛେ ହ୍ୱାଟ୍ସଆପ ମାଧ୍ୟମରେ। ତେଣୁ ଅନଲାଇନ ମେସେଜ ପଠେଇଲେ କଣ ହଉଛି ନା ଯେକୌଣସି ସ୍ଥାନର ଖବର ଆଉ ଗୋଟେ ସ୍ଥାନକୁ ସହଜରେ ଅତି ଶୀଘ୍ର ଯାଇ ପହଞ୍ଚି ଯାଉଛି। ସାଙ୍ଗେ ସାଙ୍ଗ ଟିଭି ଲଗେଇଦେଲେ ଆମେ ଦେଶ ଦୁନିଆର ଖବର ଜାଣିପାରୁଛେ, ଇଣ୍ଟରନେଟ ମାଧ୍ୟମରେ ଜାଣିପାରୁଛେ, ମୋବାଇଲ ମାଧ୍ୟମରେ ଆମେ ସାଙ୍ଗେ ସାଙ୍ଗ ଅନ୍ୟମାନଙ୍କ ସହିତ କଥା ହେଇପାରୁଛେ। ତ ପୁଣି ତାପରେ କଣ ପଚାରୁଛି ଦେଖିବା। ବାପା, ତାହେଲେ ଯୋଗାଯୋଗର ବେଗ ବିଷୟରେ କଣ ଲେଖିବି? କେଉଁ ସ୍ପିଡରେ ଆମର ଯୋଗାଯୋଗ ହଉଥିଲା? ତା ବାପା କଣ କହିଲେ ନା ଆଗ କାଳରେ ଯୋଗାଯୋଗର ବେଗ ବହୁତ ଧୀର ଥିଲା। ଗୋଟେ ଚିଠି ପହଞ୍ଚିବାକୁ ଦିନ ଦିନ ଲାଗି ଯାଉଥିଲା। କାରଣ ଚିଠି କେମିତି ଯାଉଥିଲା? ତୁମେ ଚିଠି ଲେଖିବ, ଚିଠି ନେଇ ଡାକ ବାକ୍ସରେ ପକେଇବ, ଡାକ ବାକ୍ସରୁ ଡାକବାଲା ତାକୁ ନେଇ ସଜାଡିବ, ଅଞ୍ଚଳ ଅନୁସାରେ ନେଇ ଚିଠି ପହଞ୍ଚେଇବ। ସେମାନେ ତାକୁ ପଢିବେ, ପହଢିକି ପୁଣି ସେମାନେ ଲେଖିବେ, ତମ ପାଖରେ ଉତ୍ତର ଆସି ପହଞ୍ଚିବ। ତେଣୁ ଏସବୁ ପ୍ରୋସେସରେ ଆସିଲା ବେଳକୁ ବହୁତ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଏହା ଅତି କ୍ଷିପ୍ର ବା ତୁରନ୍ତ ହୋଇଯାଉଛି। କାରଣ ଆମ ପାଖରେ ମୋବାଇଲ ଅଛି, ଇଣ୍ଟରନେଟ ଅଛି, ଅନଲାଇନ ମେସେଜ କରିବା ପାଇଁ ସୁବିଧା ଅଛି, ସୋସିଆଲ ମିଡିଆ ଅଛି। ତେଣୁ ଯେକୌଣସି ଖବର ଆମ ପାଖରେ କଣ ହଉଛି ଶୀଘ୍ର ଆଉ ସାଙ୍ଗେ ସାଙ୍ଗେ ଆସି ପହଞ୍ଚି ଯାଉଛି। ତେବେ ଜେଜେ ତାପରେ କହୁଛନ୍ତି କଣ ଦେଖ। ସେମିତି ଯୋଗାଯୋଗର ଆକୃତି କଥା ଯଦି ଲେଖିବା, ତେବେ ଆମ ବେଳେ କେବଳ ଲେଖା ଲେଖି ବା କାଗଜ ପତ୍ର ମାଧ୍ୟମରେ ହଉଥିଲା। ଯୋଗାଯୋଗ କେଉଁଥିରେ ହଉଥିଲା? କାଗଜରେ ଲେଖିବେ, ସେ ଚିଠିକୁ ନେଇ ସେମାନେ ପଠେଇବେ। କିନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା,
ଆମେ ଭିଡିଓ କଲରେ ମୁହାଁମୁହିଁ ଦେଖା ଦେଖି ହେଇ କଥା ହେଉଛେ, ଯାହାକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ମଧ୍ୟ କୁହାଯାଏ। ଭିଡିଓ କଲରେ କଥା ହଉନ ସବୁ ଫୋନରେ, ଆମେ ଡାଇରେକ୍ଟ ସେ ଲୋକଙ୍କ ସହିତ କଥା ହେଲା ବେଳେ ତାଙ୍କୁ ଆମେ ଦେଖି ମଧ୍ୟ ପାରୁଛେ ଯେ ସେ କଣ କହୁଛନ୍ତି, ତାଙ୍କ ସହିତ ଡାଇରେକ୍ଟ ଆମେ କଥା ହେଇପାରୁଛେ, ସାମ୍ନା ସାମ୍ନି ବସିକି ବିଭିନ୍ନ ଜିନିଷ ସେୟାର କରିପାରୁଛେ, କିମ୍ବା କଲ ମାଧ୍ୟମରେ ବି କଥା ହେଇପାରୁଛେ, ଯୋଉଟା ଖାଲି ଶ୍ରାବ୍ୟ ଉପକରଣ। ତେଣୁକରି ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ମଧ୍ୟ ତାକୁ ଦେଖି ତାଙ୍କ ସହିତ କଥା ହେଇପାରୁଛେ, କିମ୍ବା ସିଧାସଳଖ ଆମେ ତାଙ୍କ ସହିତ କେବଳ କଲ ମାଧ୍ୟମରେ ମଧ୍ୟ ଆମେ କଥା ହେଇପାରୁଛେ। ତେଣୁକରି ଏହିପରି ଭାବରେ ଆମର ଯୋଗାଯୋଗର ଆକୃତି ମାନେ ମଧ୍ୟ ପରିବର୍ତ୍ତନ ହୋଇଛି। ତେବେ ତାପରେ ରୀତି ପୁଣି ପଚାରୁଛି, ବୁଝିଲି ଯେ ଆଉ ଯୋଗାଯୋଗର ଭାଷା କିପରି ଅଛି? ଆଗ କାଳରେ କଣ ଥିଲା ଆଉ ବର୍ତ୍ତମାନ କଣ ଅଛି ଯୋଗାଯୋଗ ଭାଷାରେ? ବାପା କହୁଛନ୍ତି, ଦେଖ ଆଗରୁ ଭାଷା ବହୁତ ଆନୁଷ୍ଠାନିକ ଓ ଶୁଦ୍ଧ ଥିଲା। ତାହେଲେ ଆଗ କାଳରେ ଯୋଉ ଭାଷା ଥିଲା ସେସବୁ କଣ ଥିଲା ନା ଆନୁଷ୍ଠାନିକ, ପୁରା ସ୍ପଷ୍ଟ ଭାବରେ ଧାଡିରେ ବ୍ୟାକରଣଗତ ଜ୍ଞାନ ସହ ପୁରା ଶୁଦ୍ଧ ଭାବରେ ଲେଖା ଯାଉଥିଲା। କିନ୍ତୁ ବର୍ତ୍ତମାନ ପୁରା ସର୍ଟକଟ ସଂକ୍ଷିପ୍ତ ଭାବରେ ଲେଖା ଯାଉଛି। ଆମେ ବେଳେ ବେଳେ ଇମୋଜି ବି ବ୍ୟବହାର କରୁଛେ ଲେଖିବା ପାଇଁ। ତବେ ଇମୋଜି ଦେଖିଛ ଫୋନରେ? ହଁ, ସେଇ ଇମୋଜି ଗୁଡିକୁ ମଧ୍ୟ ଆମେ ବ୍ୟବହାର କରୁଛେ ବର୍ତ୍ତମାନ ନିଜର ଭାବନା ପ୍ରକାଶ କରିବା ପାଇଁ ଓ ବିଭିନ୍ନ କଥା ଲେଖିବା ପାଇଁ। ତେବେ ଶେଷ କଥା ଜେଜେ କହୁଛନ୍ତି, ଦେଖ ଶେଷରେ ସେହି ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ଲେଖିଦବୁ ଯେ ଆଗ କାଳରେ ଖବର ପହଞ୍ଚିବାରେ ବିଳମ୍ବ ହେବା ବଡ ସମସ୍ୟା ଥିଲା। ଆହ୍ୱାନ ମାନେ କଣ କଣ ସବୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିଲା। ତେଣୁକରି ଆଗ କାଳରେ ଖବର ଯେହେତୁ ବିଳମ୍ବରେ ଯାଇ ପହଞ୍ଚୁଥିଲା, ଯଦି ତମର ଘର ଲୋକ କେହି ଧରନ୍ତୁ ଦିଲ୍ଲୀରେ କି ଆମର ଜାମ୍ମୁ କାଶ୍ମୀରରେ କାମ କରୁଥିବେ, ତାଙ୍କ ପାଖରେ ଖବର ପହଞ୍ଚିବାକୁ 7 ଦିନ ଭଳି ସମୟ ଲାଗୁଥିଲା। ତେଣୁକରି ଖବର ପହଞ୍ଚିବା ବହୁତ ବିଳମ୍ବ ଥିଲା, ଗୋଟେ ବଡ ସମସ୍ୟା। କିନ୍ତୁ ଆଜିର ସମସ୍ୟା ହେଉଛି ଭୁଲ ତଥ୍ୟ ଏବଂ ସାଇବର ନିରାପତ୍ତା। ତେଣୁ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା, ତାହେଲେ ଯେହେତୁ ଇଣ୍ଟରନେଟ ମାଧ୍ୟମରେ ଖବର ବୁଲୁଛି, ବେଳେ ବେଳେ କିଛି ଭୁଲ ତଥ୍ୟ ଖବର ମଧ୍ୟ ଆମ ପାଖରେ ଆସି ପହଞ୍ଚି ଯାଉଛି। ତେଣୁ ସେ ସବୁକୁ ଯାଞ୍ଚ କରିବା ନିହାତି ଦରକାର, କିଛି ଖବରରେ କେତେ ସତ୍ୟତା ଅଛି। ତେଣୁ ଖବର ସତ୍ୟତା ଯାଞ୍ଚ କରି ଆମେ ସେ ଖବର ବିଷୟରେ ତଥ୍ୟ ରଖିବା, ଭୁଲ ତଥ୍ୟ କେବେ ରଖିବାନି। ତା ସହିତ ସାଇବର ନିରାପତ୍ତା, ଯଦି ଆମେ ଇଣ୍ଟରନେଟ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ ନ କରିବା, ତାହେଲେ ସାଇବର ଅପରାଧୀ ମାନେ କଣ କରିବେ ନା ଆମ ପ୍ରତି ଗୋଟେ ବିପଦ ସୃଷ୍ଟି କରିବେ। ତେଣୁକରି ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ବର୍ତ୍ତମାନ ସମୟରେ ଗୋଟେ ଆହ୍ୱାନ ହେଇଯାଇଛି ଆମ ପାଇଁ। ତେଣୁକରି ଏଇ ସବୁ କଥା ଜେଜେ ଆଉ ବାପା ମିଶି ରୀତିକୁ କହିଲେ। ରୀତି କଣ କହିଲା? ଧନ୍ୟବାଦ ଜେଜେବାପା ଓ ବାପା, ଏବେ ମୁଁ ମୋର ଏହି ସାରଣୀଟିକୁ ବହୁତ ଭଲ ଭାବେ ପୂରଣ କରିବି। ତାହେଲେ ରୀତି ଏଠି କଣ କଲା? ନିଜର ଯୋଉ ବୟସ୍କ ମାନେ ଥିଲେ ଜେଜେବାପା ଓ ବାପା, ତାଙ୍କ ସହିତ ମିଶି ଆଲୋଚନା କରି ବିଭିନ୍ନ କଥାର ସିଏ ଜାଣିଲା। କଣ କଣ ଆଗ କାଳରେ ଥିଲା, ବର୍ତ୍ତମାନ କଣ ଅଛି, ସେ ସମ୍ପର୍କରେ ସିଏ ଅବଗତ ହୋଇପାରିଲା। ତେବେ ଆସ ଏବେ ଆମେ ଦେଖିବା ସେ ସାରଣୀଟିକୁ କିପରି ପୂରଣ କଲା। ଦେଖିବା ତ? ଆସ। ତ ପ୍ରଥମେ ଦେଖ, ଯୋଗାଯୋଗର ପ୍ରକାର ଥିଲା କଣ ନା ଚିଠି ବା ଟେଲିଗ୍ରାମ ମାଧ୍ୟମରେ ଆଗ କାଳରେ ହଉଥିଲା। କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, ଅନଲାଇନ ମେସେଜ, ୟା ମାଧ୍ୟମରେ ଆମର ଯୋଗାଯୋଗ କରାଯାଉଛି। ଯୋଗାଯୋଗର ବେଗ ଦେଖିବା, ଆଗ କାଳରେ ବହୁତ ଧୀର ଥିଲା, ପହଞ୍ଚିବାକୁ ଦିନ ଦିନ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଅତି କ୍ଷିପ୍ର ବା ତୁରନ୍ତ ହେଇଯାଉଛି, ସାଙ୍ଗେ ସାଙ୍ଗେ ଖବର ପହଞ୍ଚି ଯାଉଛି। ଗୋଟାଏ ସେକେଣ୍ଡ ଭିତରେ ତମେ ଚାହିଁଲେ ଏଠୁ ଆମେରିକାକୁ ବି ଖବର ପହଞ୍ଚେଇ ଦେଇ ପାରିବ। ସେହିପରି ଯୋଗାଯୋଗର ଆକୃତି ଦେଖିବା, ପ୍ରଥମେ ଲିଖିତ କାଗଜପତ୍ର ଥିଲା, ମୁଖ୍ୟତଃ ଚିଠି ମାଧ୍ୟମରେ ଥିଲା। କାଗଜରେ ଲେଖି ସେ ତାହାକୁ ପଠାଉଥିଲେ। କିନ୍ତୁ ବର୍ତ୍ତମାନ ଡିଜିଟାଲ ହେଇଗଲାଣି, ଆମେ କଣ କରୁଛେ ଅନଲାଇନରେ ମୋବାଇଲରେ ମେସେଜ ଟାଇପ କରିଦଉଛେ, କିମ୍ବା ଭିଡିଓ ମେସେଜ ପ୍ରେରଣ କରୁଛେ, କିମ୍ବା ଭିଡିଓ କଲ, ଅଡିଓ କଲ ମାଧ୍ୟମରେ ଆମେ କଥା ହେଇପାରୁଛେ। ଭିଡିଓ କଲରେ ସାମ୍ନା ସାମ୍ନି ବସି କଥା ହଉଛେ। ତା ସହିତ ଫଟୋ ମଧ୍ୟ, ଯଦି କୌଣସି ବୁଲେଇ ଯାଇଛ, କାହାକୁ ଦେଖିବାକୁ ଚାହୁଁଛ, ସେଠି ଯୋଉ ଫଟୋ ଉଠେଇଥିବ ସେ ଫଟୋ ମଧ୍ୟ ପଠେଇ ପାରୁଛ।
ତା ସହିତ ଦେଖ ଯୋଗାଯୋଗର ଭାଷା କଣ ଥିଲା ନା ଆନୁଷ୍ଠାନିକ ଓ ବିସ୍ତୃତ, ଅର୍ଥାତ୍ ପୁରା ବାକ୍ୟ ଲେଖୁଥିଲେ, ପୁରା ବାକ୍ୟ ବ୍ୟାକରଣ ସହ ପୁରା ବାକ୍ୟ ଶୁଦ୍ଧ ଭାବରେ ପୁରା ଚିଠିରେ ଲେଖା ଯାଉଥିଲା। କିନ୍ତୁ ବର୍ତ୍ତମାନ ସଂକ୍ଷିପ୍ତ ଓ ସାଙ୍କେତିକ କରାଯାଉଛି, ଇମୋଜି ବ୍ୟବହାର କରାଯାଉଛି। ଇମୋଜି ମାଧ୍ୟମରେ ବିଭିନ୍ନ ପ୍ରକାର ଭାବନାକୁ ପ୍ରକାଶ କରାଯାଉଛି, ସଂକ୍ଷିପ୍ତ ଭାବରେ ମେସେଜ ଲେଖାଯାଉଛି। ତା ସହିତ ସମ୍ମୁଖୀନ ହେଉଥିବା ଆହ୍ୱାନ କଣ ନା ବିଳମ୍ବ ଓ ନିର୍ଭରଶୀଳତା ହଉଥିଲା ପୂର୍ବେ ଆଗ କାଳରେ। କାରଣ ଆମେ ଡାକବାଲାଙ୍କ ଉପରେ ନିର୍ଭର କରୁଥିଲେ, ସେ ନେଇ ଚିଠି ପହଞ୍ଚେଇବେ ତ ଆମ ପାଖରେ ହିଁ ପହଞ୍ଚିବ, ଅନେକ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ଆହ୍ୱାନ କଣ ଆସୁଛି ନା ଯାହା ମୁଁ ଏବେ ଆଲୋଚନା କରୁଥିଲି, ଭୁଲ ତଥ୍ୟ ବେଶୀ ଆସୁଛି। ଆମେ ଗୋଟେ କିଛି ତଥ୍ୟ ଆମେ ଇଣ୍ଟରନେଟରେ ପାଉଛେ, ସେ ତଥ୍ୟ ଠିକ ଅଛି କି ଭୁଲ ଅଛି ତାକୁ ପ୍ରଥମେ ଆମକୁ ଯାଞ୍ଚ କରିବାକୁ ପଡିବ। ତା ସହିତ ସାଇବର ନିରାପତ୍ତା, ଯଦି ଆମେ ସାଇବର ନିରାପତ୍ତା ପ୍ରତି ଧ୍ୟାନ ନଦେବା ତାହେଲେ କଣ ହବ ନା ଆମର ଅନେକ ଭୁଲ ତଥ୍ୟ ତାଙ୍କ ପାଖକୁ ପଳେଇବ। ଆମର ଯଦି ବ୍ୟାଙ୍କ ବାଲାନ୍ସ ହଉ ଏସବୁ ଜିନିଷ ତଥ୍ୟ ତାଙ୍କ ପାଖକୁ ପଳେଇବ, ସେମାନେ ତାର ମିସୟୁଜ କରିବେ। ତେଣୁକରି ସାଇବର ନିରାପତ୍ତା ମଧ୍ୟ ବର୍ତ୍ତମାନ ଏକ ଆହ୍ୱାନ ହୋଇଯାଇଛି। ତେବେ ଆସ ଆଗକୁ ଆଲୋଚନା କରିବା। ସମୟ ସହିତ ଲୋକମାନଙ୍କର ଯୋଗାଯୋଗ କରିବାର ଉପାୟ ମଧ୍ୟ ବିକଶିତ ହୋଇଛି। ଅତୀତରେ ଚିଠି ଲେଖିଲା ବେଳେ ସାଧାରଣ କଥା ଥିଲା ବେଳେ ବର୍ତ୍ତମାନ ବାର୍ତ୍ତା ଭିଡିଓ କଲ ଯୋଗାଯୋଗକୁ ଅଧିକ ଦ୍ରୁତତର କରିଛି। ତେଣୁ ପ୍ରଯୁକ୍ତି ବିଦ୍ୟା ଆମ ସମସ୍ତଙ୍କୁ ଯୋଡ଼ି କରି ରଖିବାକୁ ସହଜ କରିଛି। ତାହେଲେ ଆମେ ବର୍ତ୍ତମାନ କଣ କରୁଛେ ନା ଦୂରରେ ଥିବା ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛେ, ଯାହା ଦ୍ୱାରା ସହଜରେ ଆମେ ତାଙ୍କ ସହିତ କଥା ହୋଇପାରୁଛେ। ଏହା ହିଁ ଥିଲା ଆଜିର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେମାନେ ନିଶ୍ଚିନ୍ତ କିଛି ନା କିଛି ନୂଆ ଶିଖିଥିବ। ତେବେ ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।